ଅର୍ଥର ଆବଶ୍ୟକତା ଅଛି। ପଇସା କିଛି ନଦେଲେ ହବନି, ଅର୍ଥର ଆବଶ୍ୟକତା ଅଛି। ରାହୁଲ ଗାନ୍ଧୀ ଯଦି ପଇସା କିଛି ଯୋଗେଇବେ ତାହେଲେ କଂଗ୍ରେସ ବଢିଆ ରେଜଲ୍ଟ କରିବ। ଯେତେ ନିଷ୍ଠା ଦେଖାନ୍ତୁ, ଯେତେ ପରିଶ୍ରମ କରନ୍ତୁ, ଯେତେ ନାରୀ ନିର୍ଯାତନାକୁ ମୁକାବିଲା କରନ୍ତୁ, ଯେତେ ଆଇନ ଶୃଙ୍ଖଳା ମୁକାବିଲା କରନ୍ତୁ, ଯେତେ ପଦଯାତ୍ରା କରନ୍ତୁ, କଞ୍ଚା ପଇସା କିଛି ରାହୁଲ ଗାନ୍ଧୀ ନ ଯୋଗେଇବେ କଂଗ୍ରେସ ଡେଭଲପ କରିବା ମୁଁ ଭାବୁଛି ଦୂରଦୃଷ୍ଟିରୁ ଜଣେ ସିନିୟର ଲିଡର ହିସାବରେ ମୋର ମତ ହେଉଛି ଅର୍ଥ କିଛି ଦରକାର, ତା ନହେଲେ ହବନି। ଆମେ 3000 ଭୋଟରେ ଜିତିବୁ। କଂଗ୍ରେସ ଦଳ ସେଠି ଭାରି ସକ୍ରିୟ। ଆମ ପ୍ରାର୍ଥୀ ଘାସିରାମ ମାଝୀ ଜଣେ ସିନିୟର ଲୟର, ଜଣେ ବିଶିଷ୍ଟ ଆଦିବାସୀ ନେତା। ସେଠି ମୋ ଆଖିରେ ମୁଁ ଆଗରୁ କହିଛି, ଆଜି କହୁଛି, ଏମିତି ଡାଇରେକ୍ଟ ଟଙ୍କା ବଣ୍ଟା ମୁଁ ଜୀବନରେ କେବେ ଦେଖିନଥିଲି। ଆମେ ଏପଟେ ବାଣ୍ଟଉ, ଲୁଚି ଛପିକି ବାଣ୍ଟଉ। ସେଠି ପୁରା ଖାମରେ ବିଜେପି ଦେଇଛି 2000 ଶାଢ଼ୀ, ବିଜେଡି ଦେଇଛି 1000 ଲୁଙ୍ଗି ଗଞ୍ଜି। ଏବଂ ଯାହା ମୁଁ ସେଠି ଦେଖି ଆସିଲି, ଲୋକ କହିଥିଲେ କଂଗ୍ରେସ ଖାଲି ହାତ ଯୋଡ଼ିଛି। କାହିଁ କଂଗ୍ରେସ ଏଠି କାମ କରିଛି, ଇନ୍ଦିରା ଗାନ୍ଧୀଙ୍କ ପାଇଁ ଆମେ ଭୋଟ ପାଇବୁ। ସେ ଅଞ୍ଚଳ ମରୁଡ଼ି ଅଞ୍ଚଳ, ଗରିବ ଅଞ୍ଚଳ। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ବାର ଯାଇ ଭକ୍ତ ଦାସ ନେଇ ଜାନକୀ ବଲ୍ଲଭ ପଟ୍ଟନାୟକ ନେତୃତ୍ୱରେ ସେଠି ଗୁଡ଼ିଏ ଡ୍ୟାମ୍ ହେଇଛି, ଇନ୍ଦ୍ରାବତୀ ଭଳିଆ ଡ୍ୟାମ୍। ସେଇ ଡ୍ୟାମ୍ ବଳରେ ଲୋକ 50 ଭାଗ ଲୋକ ଚାଷ କରି ବଞ୍ଚନ୍ତି, ବାକି 50 ଭାଗ ଲୋକ ବଣ୍ଡେଲ ଲେବର ଯାଇକି ଆନ୍ଧ୍ରା ଗୁଜରାଟରେ କାମ କରି ଜୀବିକା ନିର୍ବାହ କରୁଛନ୍ତି। ସେ ଯେତେ ଯାହା କହୁ, ମୁଁ 102ଟା ବୁଥକୁ ଯାଇଛି। ସବୁ ଅଞ୍ଚଳ, ସହର, ମଫସଲ, ନିପଟ ମଫସଲ, ଇଭିନ୍ କି ସେ ପାହାଡ଼ ଉପରେ, ସେ ପାହାଡ଼ଟା ହେଉଛି ସୁନାବେଡ଼ା ପାହାଡ଼, ତା ଉପରକୁ ଯାଇଛି। ଲୋକଙ୍କର ମନର କଥା ଯେ ଆମେ କଂଗ୍ରେସକୁ ଦେବୁ, ରାହୁଲ ଗାନ୍ଧୀ ପାଇଁ ଦେବୁ, ଭୋଟ ଚୋରି ପାଇଁ, ଆଇନ ଶୃଙ୍ଖଳା ପାଇଁ, ନାରୀ ନିର୍ଯାତନା ପାଇଁ, କୃଷିର ବିକାଶ ପାଇଁ ଜିତିବୁ। ମୁଁ ଆଗରୁ କହୁଥିଲି 20-22 ହଜାର। ଏତେ ପଇସା ଦେଣ ନେଣ ଭିଡ଼ା ଅଟରା ହେଇଛି, ଏତେ ଟଣ ଟଣ ହେଇଛି, ଏତେ ବୁଥରେ ଜବରଦସ୍ତ କ୍ୟାପଚର କରାହେଇଛି। ତେଣୁ 2-3 ହଜାର ଭୋଟରେ ଜିତିବା ସୁନିଶ୍ଚିତ। ନା ନା, କାଲି ଦେଖିବେ ଆପଣମାନେ, ଖାଲି ରେଜଲ୍ଟ ଦେଖିବେ। ବାହାରିଛି ଭୋଟ ଚୋରି, ହାତକୁ ଚିପିଲା ବେଳକୁ ଫୁଲ ବାହାରୁଛି। ବହୁ ଜାଗାରେ ବୁଥ କ୍ୟାପଚରିଂ କରିଥିଲେ ଆମ ଲୋକ ଯାଇ କାଉଣ୍ଟର କରିଛନ୍ତି, ବିଜେଡି ଲୋକ କାଉଣ୍ଟର କରିଛନ୍ତି। ଅଫିସର ମାନେ, କିଛି ଅଫିସର ବଢିଆ ନ୍ୟୁଟ୍ରାଲ ଭାବେ ପ୍ରିଜାଇଡିଂ ପୁଲିସ ଅଫିସର କାମ କରୁଛି, କିଛି ଚାମଚା। ତେଣୁକରି ଦଳା ଚକଟା, ଘର୍ଷଣ ସବୁ ହେଇଛି, ମନ୍ଥନ। ତା ସତ୍ତ୍ୱେ ସେ ଅଞ୍ଚଳର ଲୋକ, ସ୍ୱାଭିମାନୀ ଲୋକ, ଗରିବ ଲୋକ, ଖଟିଖିଆ ଲୋକ, ଆମର ଘାସିରାମ ମାଝୀ 2-3 ହଜାର ଭୋଟରେ ନିଶ୍ଚୟ ଜିତିବ। ଚାରିଆଡେ ତ କଣ ଏକ୍ଜିଟ୍ ପୋଲ କହୁଛି ବିହାରରେ ନୀତିଶ ଆସିବ। ମୋର କେତେ ଗୁଡେ ଫ୍ରେଣ୍ଡ ବିହାରରେ ଚାକିରି କରିଛନ୍ତି, କେତେ ଗୁଡେ ସେଠି ଷ୍ଟେବଲ ହେଇକି ଅଛନ୍ତି। ସେ କହୁଛନ୍ତି ଗୋଟେ ବିରାଟ ପରିବର୍ତ୍ତନ ହବ, ଦେଖାଯାଉ। କୋଉଟା କଂଗ୍ରେସ ତା ବାଟରେ ଯିବ, କିନ୍ତୁ ରାହୁଲ ଗାନ୍ଧୀ ଗୋଟିଏ କାମ କରନ୍ତୁ। ବହୁତ ଖଟୁଛନ୍ତି, ବହୁତ ବୁଲୁଛନ୍ତି, ପଇସା କିଛି ନଦେଲେ ହବନି, ଅର୍ଥର ଆବଶ୍ୟକତା ଅଛି। ରାହୁଲ ଗାନ୍ଧୀ ଯଦି ପଇସା କିଛି ଯୋଗେଇବେ ତାହେଲେ କଂଗ୍ରେସ ବଢିଆ ରେଜଲ୍ଟ କରିବ। ଯେତେ ନିଷ୍ଠା ଦେଖାନ୍ତୁ, ଯେତେ ପରିଶ୍ରମ କରନ୍ତୁ, ଯେତେ ନାରୀ ନିର୍ଯାତନାକୁ ମୁକାବିଲା କରନ୍ତୁ, ଯେତେ ଆଇନ ଶୃଙ୍ଖଳା ମୁକାବିଲା କରନ୍ତୁ, ଯେତେ ପଦଯାତ୍ରା କରନ୍ତୁ,